ଦାନ୍ତ କାମ ପାଇଁ କଟକ ଯିବା ଦିନ କଥା ହେଲା, ବଡ଼ ପୁଅ ନେଇ ମୋତେ ସାନ ପୁଅ ପାଖେ ଛାଡ଼ିଦେବ, ଆଉ ସାନ ପୁଅ ସେଠୁ ଡାକ୍ତରଙ୍କ ପାଖକୁ ନେଇଯିବ। ସେ ଯିବ ଆଉ ଆସିବ। ତେଣୁ ସୁଲୁ, ଗୁଟୁ ଆଉ ଇଏ ବି ବାହାରି ପଡ଼ିଲେ। ଆମେ କଟକ ଗଲେ ଦହିବରା ଖାଇବା ଅପେକ୍ଷା ମିଠା ଖାଇବା ପାଇଁ ବେଶୀ ଇଚ୍ଛା କରୁ। ଯିବେ ଆସିବେ, ବାଟରେ ପାହାଳ ମିଶା ଖାଇବେ। ତାହା ହିଁ ହେଲା। ମିଠା ଖାଇସାରି ଦେଖିଲା ବେଳକୁ ଏ ମା ଜଣକ ତାଳପତ୍ର ତିଆରି ଝୁମୁକା ବିକୁଛନ୍ତି। ବହୁତ ଦିନ ପରେ ଦେଖିଲି, କାହିଁକି ମନ ହେଲା ଗୁଡ଼ାଏ ଝୁମୁକା କିଣି ଆଣିବାକୁ। ତାଙ୍କଠୁ ଗୁଡ଼ାଏ ଝୁମୁକା କିଣି ଆଣିଲି। ଦେଖିଲେ କି ସୁନ୍ଦର ହସ ତାଙ୍କର। ସେ ଖୁସି ହେଇ କହିଲେ, ମା ଲୋ, ମୁଁ ଏ ପଇସାରେ ଗୋଟେ ଶାଢ଼ୀ କିଣିବି। ମୋ ମନ ପୁରିଗଲା। ହେଲେ ଭାବିଲି ପିଲାମାନେ ଝୁମୁକାକୁ ଗ୍ରହଣ କରିବେ କି ନାହିଁ। ଯାହା ବି ହଉ, ମୁଁ ତ କିନ୍ତୁ କିଣିବି, କିଣିବାକୁ ଚାହୁଁଛି। ଆଉ ଆପଣମାନେ ବି କିଣନ୍ତୁ ବୋଲି ଭାବୁଛି। କାହିଁକି କହିଲେ, ଏ ଝୁମୁକା ଖେଳି ସାରିଲା ପରେ ମାଟିରେ ମିଶିଯିବ। ମାଟି ବା ପରିବେଶ ସୁରକ୍ଷିତ ରହିବ। ଆଉ ଏଇ ଦୁଃଖୀ ମାଉସୀଟି, ଆମେ ଯଦି ସାଧାରଣ ଖେଳନାଟିଏ କହି ତାକୁ କିଳି ମାନି ଆଡ଼େଇ ଦେବା, ସେ କେମିତି ତା ବେପାର କରିବ? ପିଲାମାନେ ତ ଖୁବ୍ ଖୁସି ହେଲେ। ଆପଣ ବି ଏମିତି କର।